ଭାଇ ଯୋଉମାନେ ବି ଫ୍ୟାଟ ଲସ୍ କରୁଛ ୟା ନୂଆ ନୂଆ ଷ୍ଟାର୍ଟ କରିଛ ଡାଇଟିଂ, ସବୁବେଳେ ମନେ ରଖ ନିଜ ଖାଇବା ନିଜେ ତିଆରି କର। କାହିଁକି ନା ତମ ମାକ୍ରୋ ତମକୁ ଜଣା, ଆଉ କାହାକୁ ଜଣା ନାହିଁ। ତମର ଫ୍ୟାମିଲିରେ ତମ ମାକ୍ରୋ ତମକୁ କାହାକୁ ବି ଜଣା ନାହିଁ। ସୋ ତମେ ଯଦି ନିଜେ ତିଆରି ନ କରିବ ତାହେଲେ ତ ପ୍ରୋସେସ ଡିଲେ ହବ। ଆଉ କ୍ୟାଲୋରୀ ତମର କ୍ୱାଣ୍ଟିଟି ତମ ମାପ ପାଇବନି। ଅଲୱେଜ ସବୁବେଳେ ଫୁଡ ସ୍କେଲରେ ମାପିକି ତମ କ୍ୟାଲୋରୀ ତମ ବାହାର କର, ଆଉ ନିଜେ ଫୁଡ ପ୍ରିପେୟାର କର। ଅଲୱେଜ ମନେ ରଖିଥିବ ନିଜ ଫୁଡ ନିଜେ ପ୍ରିପେୟାର କରିବ, ନହେଲେ ମିଳିବନି ତମର କିଛି ବି ରେଜଲ୍ଟ। ସୋ ରେଜଲ୍ଟ ଯଦି ବେଟର ଦରକାର ତାହେଲେ କରିବାକୁ ପଡିବ, ନିଜ ଫୁଡ ନିଜକୁ ପ୍ରିପେୟାର କରିବାକୁ ପଡିବ। ଯେମିତି ମୁଁ କରୁଛି, ପୁରା ଭଲ ମିଲ୍ ଦେଖିପାରୁଥିବେ, ମୋର 2ଟା ଡାଲି ଅଛି, ଏଠି ଚିକେନ ବସିଛି। ତ ନିଜ ମିଲ୍ ମୁଁ ନିଜେ ପ୍ରିପେୟାର କରୁଛି, ଆଉ ମୁଁ ଏଭ୍ରି ଡେ କରେ। ସୋ ଏଭ୍ରି ସିଙ୍ଗଲ ଡେ ମୁଁ ରାତିରେ ବି କରେ ଆଉ ଦିନରେ ବି ମୋ ମିଲ୍ ମୁଁ ସବୁବେଳେ ପ୍ରିପେୟାର ହିଁ କରେ। ସୋ ମନେ ରଖିଥିବ ନିଜ ଫୁଡ ନିଜେ ପ୍ରିପେୟାର କର।